ଗ୍ରାମ ନିକଟସ୍ଥ ପୋଖରୀରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର ହେବା ପରେ ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। କେନ୍ଦୁଝର ଜିଲ୍ଲା ବଡ଼ବିଲ ସ୍ଥିତ ବାଗିଆବୁରୁ ହଟିଂରେ ଏହିପରି ଅଭାବନୀୟ ଘଟଣା ଘଟିଥିବା ବେଳେ ମୃତ ନାବାଳିକା ଜଣକ ହେଉଛନ୍ତି ସେହି ଅଞ୍ଚଳର 14 ବର୍ଷୀୟ ଅମୃତା ଖଣ୍ଡାୟତ। ସେ ବାପା ମା ଛେଉଣ୍ଡ ହୋଇଥିବାରୁ ତାଙ୍କ ପିଉସୀ ମୁକ୍ତାପୂର୍ତ୍ତିଙ୍କ ପାଖରେ ରହୁଥିଲେ। ତେବେ ବାଗିଆବୁରୁ ହଟିଂର ଏକ ପୋଖରୀରେ ତାଙ୍କ ମୃତଦେହ ଭାସୁଥିବାର ଦେଖି ସ୍ଥାନୀୟ ଲୋକମାନେ ପୁଲିସକୁ ସୂଚନା ଦେଇଥିଲେ। ପରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ପୋଖରୀ ଭିତରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ସେପଟେ ନାବାଳିକା ଅମୃତାଙ୍କୁ କେହି ହତ୍ୟା କରିବା ପରେ ପୋଖରୀରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ତେଣୁ ପୁଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛନ୍ତି। କେନ୍ଦୁଝର ଜିଲ୍ଲାରୁ ଦୀପେଶ କୁମାର ବେହେରାଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।